ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ତ୍ତନପାଲି ପଞ୍ଚାୟତ ସଦର ଗ୍ରାମର ମଙ୍ଗୁଳି ଭୂମିଆ ଆଜି ସକାଳେ ନିକଟସ୍ଥ ସାବେରୀ ନଦୀକୁ ଶୌଚ ହେବାକୁ ଯାଉଥିବା ବେଳେ ଅସାବଧାନତା କାରଣରୁ ନିଜର ପାଦ ଖସି ଯାଇଥିଲା। ପାଦ ଖସି ଯିବା ପରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବୃଦ୍ଧା ଜଣକ। ସାଙ୍ଗରେ ଯାଇଥିବା ଅନ୍ୟ ମହିଳାମାନେ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା ମଧ୍ୟ ବିଫଳ ହୋଇଥିଲେ। ବିଫଳ ହେବା ପରେ ସଙ୍ଗେ ସଙ୍ଗେ ଗ୍ରାମରେ ଆସି ଖବର ଦେଇଥିଲେ। ଖବର ପାଇ ଗ୍ରାମର ଲୋକେମାନେ ନଦୀ ନିକଟରେ ପହଞ୍ଚି ମାଥିଲି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ମାଥିଲି ଅଗ୍ନିଶମ ବାହିନୀର ଅଧିକାରୀ ରେଣୁବାଳା ଦିଶାରୀଙ୍କ ସହ ଟିମ୍ ଓ ମାଥିଲି ପୋଲିସ ସଙ୍ଗେ ସଙ୍ଗେ ବାହାରି କର୍ତ୍ତନପାଲିରେ ପହଞ୍ଚି ନଦୀର ପ୍ରଖର ସ୍ରୋତରେ ଅପରେସନ ଜାରି ରଖିଛନ୍ତି। କିନ୍ତୁ ଦୀର୍ଘ ଘଣ୍ଟା ଘଣ୍ଟା ଅପରେସନ ଜାରି ରଖିଛନ୍ତି ମାଥିଲି ଅଗ୍ନିଶମ ବାହିନୀର ଯବାନ। କିନ୍ତୁ ନଦୀର ପ୍ରଖର ସ୍ରୋତ ଥିବାରୁ ନିଖୋଜ ମଙ୍ଗୁଳିର କୌଣସି ପତା ମିଳିନାହିଁ। ଆଜି ସନ୍ଧ୍ୟା ହେବାରୁ ଆଜି ଅପରେସନ ବନ୍ଦ ରଖାଯାଇଛି। ଆସନ୍ତାକାଲି ସକାଳୁ ପୁଣି ଅପରେସନ ଚାଲୁ ହେବ ବୋଲି ଅଗ୍ନିଶମ ବାହିନୀର ଅଧିକାରୀ ଶ୍ରୀଯୁକ୍ତ ଦିଶାରୀ ଆମକୁ ସୂଚନା ଦେଇଛନ୍ତି। ମାଲକାନଗିରିରୁ ପ୍ରଶାନ୍ତ କୁମାର ସରଘରିଆଙ୍କ ରିପୋର୍ଟ, ନ୍ୟୁ ଓଡ଼ିଶା ଟିଭି।